ଯେତେବେଳେ ରେଲୱେ କର୍ମଚାରୀ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଛନ୍ତି ସେହି ସମୟରେ ତାଙ୍କ ଉପରେ ଆକ୍ରମଣ ହେଉଛି। ମୋବାଇଲ ଏବଂ ଟଙ୍କା ଲୁଟି ନେବାକୁ ଦୁର୍ବୃତ୍ତମାନେ ଓଭରବ୍ରିଜ ପାଖରେ ଛକି ବସୁଛନ୍ତି। ଟାଙ୍ଗରପାଲି ଓଭରବ୍ରିଜରେ ବାରମ୍ବାର ଏଭଳି ଆକ୍ରମଣ ହେଉଛି ଏବଂ ସେଥିପାଇଁ ଆଜି ଦେଖିପାରୁଥିବେ ରେଲୱେର କର୍ମଚାରୀମାନେ ଏସ୍ପିଙ୍କ ପାଖକୁ ଆସିଛନ୍ତି ଏବଂ ତାଙ୍କୁ ଅଭିଯୋଗ କରିଛନ୍ତି, ଏଫଆଇଆର ଦେଇଛନ୍ତି। କାରଣ ରାତି 1-2ଟାରେ ଯେତେବେଳେ ଘରକୁ ଫେରୁଛନ୍ତି ସେହି ସମୟରେ ଏମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି ଏବଂ ଟଙ୍କା ମୋବାଇଲ ଏସବୁ ଲୁଟ୍ କରିବା ପାଇଁ ଉଦ୍ୟମ ହେଉଛି। ଯାହାକୁ ନେଇ ଛନକା ପଶିଛି ମନକୁ। ପ୍ରତିକ୍ରିୟା ନେବା, ଆପଣଙ୍କ ଉପରେ ଆକ୍ରମଣ ହେଇଥିଲା, କେତେ ଜଣ ଥିଲେ, କେମିତି ଆକ୍ରମଣ ହେଇଥିଲା, କେତେବେଳେ ଆକ୍ରମଣ ହେଇଥିଲା, କେଉଁଠି ଆକ୍ରମଣ ହେଇଥିଲା? ଆଜ୍ଞା, ଗଲା 9 ତାରିଖର ଘଟଣା। ମୁଇଁ ରାତି ପାଖାପାଖି 2 ବଜେ ଡ୍ୟୁଟି ଅଫ୍ କରି ମୁଇଁ ମୋର୍ ରୁମ୍କେ ଫେରୁଥିଲି। ପାଖାପାଖି 2 ବଜେ ଟାଇମ୍ରେ ଆମର ରେଲୱେ ଓଭରବ୍ରିଜ୍ ଯେନ୍ଟା ଟାଙ୍ଗରପାଲି ରେଲୱେ ଓଭରବ୍ରିଜ୍ ଯେନ୍ଟାକି ନୂଆ କନଷ୍ଟ୍ରକ୍ସନ୍ ଏଖେନ୍ ହେଇଛେ, ସେନ 2 ଜଣ ଦୁର୍ବୃତ୍ତ ସାମ୍ନାରୁ ସଡନଲି ଆସିଲେ। ମୋ ଗାଡ଼ି ସାମ୍ନାରେ ସେମାନେ ତାଙ୍କର ଗାଡ଼ି ଅଟକେଇ ଦେଲେ। ତାପରେ ମୋ ଗାଡ଼ିର ଚାବିଟାକୁ ସେମାନେ ଧରିଦେଲେ। ଯେହେତୁ ଗାଡ଼ିଟା ଚାବି ବନ୍ଦ ହେଇଗଲା, ତାପରେ ସେମାନେ ମୋଠୁ ମୋବାଇଲ ଡିମାଣ୍ଡ କଲେ, ତାପରେ ମନି ପର୍ସ ଡିମାଣ୍ଡ କଲେ, ବ୍ୟାଗ୍ ଡିମାଣ୍ଡ କଲେ। ତାପରେ କିଛି ମୁଇଁ ବୁଝବାର ଆଗୁଁ ସେମାନେ ଚକୁରେ ପଛେ ଯେ ବସିଥିଲା ସେ ଚକୁରେ ଆକ୍ରମଣ করবার লাগি চাহুলা। সেতেবেলে মুই তাঁর চকুকে মুই ধরি পকালি লেফ্ট হ্যান্ডরে, যেহেতু আগে আউ কিছু মানে মো মানে ইয়ে বিপদ ন হো কহিকি। আউ সেই সময়ের তাঁর সহিত পাখাপাখি 2-3 মিনিট তাঁর সহিত এই সবু ছিনা ছক্কা হেলা, সংঘর্ষ হেলা। তাপরে মু নিজ প্রাণকু বঞ্চাইবা পাই মু পুଣି তলকু দৌড়িলি। তাপরে সেমানে মোর ডিউটি ব্যাগ, তাপরে মোর মোবাইল ଆଉ ଏସବୁ ନେଇକି ସେମାନେ ଫରାର ମାରିଛନ୍ତି। ଆପଣମାନେ ରାତି ବିଳମ୍ବିତ ରାତିରେ ଫେରୁଛନ୍ତି, ଆଉ କାହା ଉପରେ ଆକ୍ରମଣ ହେଇଛି କି ଏବଂ ଏସ୍ପିଙ୍କୁ କ'ଣ ଜଣେଇଲେ, କ'ଣ ଆଶ୍ୱାସନା ଦେଲେ ଏସ୍ପି? ଆଗରୁ 2-3 ମାସ ଭିତରେ ଏପଟେ ଫ୍ରିକ୍ୱେଣ୍ଟଲି 2-3 ଥର ଏମିତି ଇନସିଡେଣ୍ଟ ହେଲାଣି, ଯାହାଫଳରେ ଆମେ ଅସୁରକ୍ଷିତ ମନେ କରିଅଛୁ। ଆଉ ସେଥିଯୋଗୁଁ ଆମେ ଏସ୍ପି ସାର୍ଙ୍କୁ ଭେଟ କରିବା ପାଇଁ ଆସିଥିଲୁ। ଆଡିସନାଲ ଏସ୍ପିଙ୍କୁ ଆମର ଗ୍ରିଭେନ୍ସ ସବୁ ଦେଇଛୁ। ଆଉ ସେ ଆସ୍ୟୁରାନ୍ସ ଦେଇଛନ୍ତି ଅତି ଶୀଘ୍ର पेट्रोलिंग बढ़ेबे और सीसीटीवी लाइटिंग व्यवस्था करेंगे। ଆପଣ ଶୁଣୁଥିଲେ ଯେ ରେଲୱେ କର୍ମଚାରୀ ମାନେ ଯେତେବେଳେ ବିଳମ୍ବିତ ରାତିରେ କାମ ସାରି ଫେରୁଛନ୍ତି ସେହି ସମୟରେ ଯେଉଁ ଦୁର୍ବୃତ୍ତମାନେ ଛକି ବସିଛନ୍ତି ଏମାନଙ୍କ ଠାରୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି, ଟଙ୍କା ହଉ ମୋବାଇଲ ହଉ ଏସବୁ ଏମାନଙ୍କ ଉପରେ ଛୁରୀରେ ଆକ୍ରମଣ ମଧ୍ୟ କରୁଛନ୍ତି, ମରଣାନ୍ତକ ଆକ୍ରମଣ କରୁଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ରାତିରେ ଘରୁ ବାହାରିବା ମଧ୍ୟ ଅସୁରକ୍ଷିତ ମଣୁଛନ୍ତି ସମସ୍ତେ। ଏବଂ ଆଜି ଏସ୍ପିଙ୍କୁ ଦେଖା କରିଛନ୍ତି ଏବଂ ଏସ୍ପି ମଧ୍ୟ କହିଛନ୍ତି ଯେ ପାଟ୍ରୋଲିଂ ବଢ଼ାଯିବ, ସିସିଟିଭି କ୍ୟାମେରା ଲଗାଯିବ। ତେବେ ଦେଖିବା କଥା ଏ ସ୍ଥିତି ସୁଧୁରୁଛି ନା ନାହିଁ। ସମ୍ବଲପୁରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବ୍ରତଙ୍କ ସହ ଲିପନ ହୋତା, କନକ ନ୍ୟୁଜ୍।